ନମସ୍କାର। ଆଜିର ଏହି ଆଲୋଚନାକୁ ସ୍ୱାଗତ। ନମସ୍କାର। ଆମ ପାଖରେ ଗୋଟେ ଲେଖା ଅଛି ରାମଲି ବିନ୍ ଇବ୍ରାହିମ୍, ପଦ୍ମଶ୍ରୀ ଓ ଭାରତୀୟ ନୃତ୍ୟ। ହଁ। ତ ଆଜି ଆମେ ଏଇ ଲେଖାକୁ ଆଧାର କରି ଏହି ବିଶିଷ୍ଟ ବ୍ୟକ୍ତିଙ୍କର ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହିତ ଯେଉଁ ସମ୍ପର୍କ ସେ ବିଷୟରେ ଟିକେ ଗଭୀର ଭାବେ ଦେଖିବା। ନିଶ୍ଚୟ। ଲେଖାଟେ ଛୋଟ ହେଲେ ବି ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହୁଛି। ରାମଲି ବିନ୍ ଇବ୍ରାହିମ୍ ମଲେସିଆର ସେ, ହଁ। କିନ୍ତୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ଗୋଟେ ବଡ଼ ନାଁ। ଆଚ୍ଛା, ଆଉ ଲେଖାରେ ପ୍ରଥମରୁ ହିଁ ଆଖିରେ ପଡ଼ୁଛି 2018ରେ ପଦ୍ମଶ୍ରୀ ଭାରତ ସରକାର ଦେଇଛନ୍ତି। ହଁ, ସେଇଟା ହିଁ ମୁଖ୍ୟ କଥା। ଏଟା ତ ବହୁତ ବଡ଼ ସମ୍ମାନ। ଏହାର ଗୁରୁତ୍ୱ ବିଷୟରେ ଟିକେ କହିବେ କି? କାହିଁକି ଏତେ ଇମ୍ପୋର୍ଟାଣ୍ଟ? ଦେଖନ୍ତୁ, ପଦ୍ମଶ୍ରୀ ତ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ। କିନ୍ତୁ ଏଠି ଯାହା ବିଶେଷ କଥା, ସେ ଜଣେ ଅଣ-ଭାରତୀୟ ମାଲେସିଆ ନାଗରିକ। ଆଚ୍ଛା। ଆଉ ତାଙ୍କୁ ଏ ସମ୍ମାନ ମିଳିଛି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପାଇଁ, ତାଙ୍କର ଯେଉଁ ଦୀର୍ଘ ସାଧନା ଆଉ ବିଶ୍ୱସ୍ତରରେ ଏହାର ପ୍ରଚାର ପାଇଁ। ବାଃ। ତେଣୁ ଏଇଟା କେବଳ ତାଙ୍କ ପ୍ରତିଭାର ସ୍ୱୀକୃତି ନୁହେଁ, ଏହା କଳା କେମିତି ଦେଶର ସୀମା ଡେଇଁପାରେ। ହଁ, ସେଇଟା ଦେଖାଉଛି ସାଂସ୍କୃତିକ ସେତୁବନ୍ଧନ ଭଳି। ଏକଦମ ଠିକ୍। ସେହି ସେତୁବନ୍ଧନର ଏକ ସ୍ୱୀକୃତି। ଏଟା ବାସ୍ତବିକ ବହୁତ ଇଣ୍ଟରେଷ୍ଟିଂ। ଆଉ ଲେଖାରେ ଆହୁରି କୁହାଯାଇଛି ଦୁଇଟା ନିର୍ଦ୍ଦିଷ୍ଟ ନୃତ୍ୟ ଶୈଳୀ ପାଇଁ ମୁଖ୍ୟତଃ ଏ ସ୍ୱୀକୃତି। ହଁ। ଗୋଟେ ହେଲା ଭାରତନାଟ୍ୟମ୍, ଆଉ ଆମ ନିଜ ଓଡ଼ିଶାର ଓଡ଼ିଶୀ। ତେବେ ଗୋଟିଏ ନୁହେଁ, ଦୁଇଟା ଶାସ୍ତ୍ରୀୟ ନୃତ୍ୟ, ତା ପୁଣି ଏତେ ଭିନ୍ନ। ଏଥିରେ ତାଙ୍କ ଅବଦାନ ପାଇଁ ସମ୍ମାନ ମିଳିବା ଏହା କେତେ ବିଶେଷ! ଆରେ, ଏଇଟା ବହୁତ ବଡ଼ କଥା, ପ୍ରକୃତିର ଅସାଧାରଣ। କାରଣ ଦେଖନ୍ତୁ, ପ୍ରତ୍ୟେକ ଶାସ୍ତ୍ରୀୟ ନୃତ୍ୟ ଗୋଟେ ଗୋଟେ ସମୁଦ୍ର ପରି। ହଁ, ତା ତ ନିଶ୍ଚୟ। ଭାରତନାଟ୍ୟମର ଗଠନ, ତାର ଜ୍ୟାମିତିକ ସଠିକତା, ଦ୍ରୁତ ପାଦଚାଳନା, ଆଉ ଓଡ଼ିଶୀର ଲାଲିତ୍ୟ, ତ୍ରିଭଙ୍ଗୀ, ଯେଉଁ ମୂର୍ତ୍ତି ପରି ଭଙ୍ଗୀ, ପୁରା ଅଲଗା। ଏକଦମ ଅଲଗା। ତ ଏ ଦୁଇଟା ଯାକ ଶୈଳୀରେ ପାରଦର୍ଶିତା, କେବଳ ନାଚିବା ନୁହେଁ, ତାକୁ ଗଭୀର ଭାବେ ବୁଝିବା। ଆଚ୍ଛା। ଏଥିପାଇଁ ବହୁତ ବର୍ଷର ସାଧନା ନିଷ୍ଠା ଦରକାର। ଆଉ ଲେଖା ଯାହା କହୁଛି, ସେ କେବଳ ନିଜେ ନାଚି ନାହାନ୍ତି, ଏହାକୁ ସେ ଶିଖେଇଛନ୍ତି, ପ୍ରସାର କରିଛନ୍ତି, ଏହାର ମୌଳିକତାକୁ ବଜାୟ ରଖିଛନ୍ତି ବିଦେଶରେ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ବାଃ, ଖାଲି ପରଫର୍ମର ନୁହନ୍ତି, ଜଣେ ଗୁରୁ ଏବଂ ପ୍ରଚାରକ ମଧ୍ୟ। ହଁ, ସେୟା ହିଁ। ବହୁତ ପ୍ରଭାବଶାଳୀ କଥା। ତ ଏସବୁକୁ ମିଶେଇ ଦେଖିଲେ ପଦ୍ମଶ୍ରୀ ପୁରସ୍କାର ଆଉ ଏ ଦୁଇ ନୃତ୍ୟ ଶୈଳୀ, ଏହା ତ ସ୍ପଷ୍ଟ କରୁଛି ଯେ ରାମଲି ବିନ୍ ଇବ୍ରାହିମ୍ଙ୍କର ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ଗୋଟେ ଗଭୀର, ବହୁତ ଅର୍ଥପୂର୍ଣ୍ଣ ସମ୍ପର୍କ ରହିଛି। ନିଶ୍ଚିତ ଭାବରେ। ବିଶେଷ ବିଶେଷ କରି ଭାରତନାଟ୍ୟମ୍ ଆଉ ଓଡ଼ିଶୀ, ଯାହାକୁ ଆନ୍ତର୍ଜାତୀୟ ସ୍ତରରେ ବି ସ୍ୱୀକୃତି ମିଳିଛି। ହଁ, ଏକଦମ। ତେଣୁ ମୋଟାମୋଟି କଥା ହେଲା, 2018ର ଯେଉଁ ପଦ୍ମଶ୍ରୀ ପୁରସ୍କାର, ସେଇଟା ରାମଲି ବିନ୍ ଇବ୍ରାହିମ୍ଙ୍କର ଏଇ ଦୁଇଟି ନୃତ୍ୟରେ ଭାରତନାଟ୍ୟମ୍ ଓ ଓଡ଼ିଶୀରେ ତାଙ୍କର ଯେଉଁ ବର୍ଷର ସାଧନା, ତାଙ୍କର ଯେଉଁ ଉତ୍କର୍ଷତା, ଆଉ ଏ କଳାକୁ ବିଶ୍ୱ ଦରବାରରେ ପହଞ୍ଚିବାରେ ତାଙ୍କ ଯେଉଁ ଅବଦାନ, ତାର ଗୋଟେ ଯଥାର୍ଥ ସ୍ୱୀକୃତି। ବହୁତ ବଢ଼ିଆ ଭାବରେ ଆପଣ ବୁଝେଇଦେଲେ। ଆଉ ଶେଷରେ ଗୋଟିଏ କଥା ଭାବିବା ପାଇଁ ରହିଯାଉଛି। କୁହନ୍ତୁ। କଳା, ଯେମିତିକି ଶାସ୍ତ୍ରୀୟ ନୃତ୍ୟ, ଏହା କେମିତି ଦେଶ, କାଳ, ସୀମାର ବନ୍ଧନକୁ ପାର କରିପାରେ। ଏକଦମ। ଆଉ ଭିନ୍ନ ଭିନ୍ନ ସଂସ୍କୃତି, ଭିନ୍ନ ଭିନ୍ନ ଲୋକଙ୍କ ଭିତରେ ଗୋଟେ ବୁଝାମଣା, ଗୋଟେ ସମ୍ପର୍କ କେମିତି ତିଆରି କରେ। ହଁ, ସତ କଥା। ରାମଲି ବିନ୍ ଇବ୍ରାହିମ୍ଙ୍କ ଏ ଯାତ୍ରା, ଏ କଳାର ଯେଉଁ ସାର୍ବଜନୀନ ଶକ୍ତି ଅଛି, ସେ ବିଷୟରେ ଆମକୁ କ'ଣ ଶିଖାଉଛି ବୋଲି ଭାବୁଛନ୍ତି? ଏଇଟା ଗୋଟେ ବଡ଼ ପ୍ରଶ୍ନ।